ଆଜି ଶୁଣିବା ନାଟକ ରାଜହଂସ। ନାଟ୍ୟକାର ରତ୍ନାକର ଚହିନି। ଭାଗ 2। ପୂର୍ବ ଅଧ୍ୟାୟରେ ଆମେ ଏହି ନାଟକର ପ୍ରଥମ ଅଙ୍କର ପ୍ରଥମ ଦୃଶ୍ୟକୁ ଶୁଣିଥିଲେ। ଆଜି ଏହି ନାଟକଟିର ପ୍ରଥମ ଅଙ୍କର ଦ୍ୱିତୀୟ ଦୃଶ୍ୟକୁ ଶୁଣିବା। 2. କିଛିଦିନ ବ୍ୟବଧାନର ସୂଚନା। ପୁଣି ମଞ୍ଚର ଆଲୋକିତ ପରିବେଶରେ ଦେଖାଗଲା। ଝରକା ଦେଇ ସେ ଘନ ଅରଣ୍ୟକ ଆଡ଼କୁ ଚାହିଁ ରହିଛି ରୀତା। ବାହାରେ ବିଦାୟୀ ସନ୍ଧ୍ୟାର ଆଲୋକ। ଆକାଶରେ ଉଦୀୟମାନ ଚନ୍ଦ୍ର। ଜଙ୍ଗଲ ପଟରୁ ଭାସି ଆସୁଛି ଆଦିବାସୀମାନଙ୍କର ସମବେତ ସଙ୍ଗୀତର ଲହରୀ। ସଙ୍ଗୀତର ତାଳେ ତାଳେ ରୀତାର ମନ ନାଚି ଉଠିଛି। ସେ ଭାବ ବିହ୍ୱଳିତା। କିଛି ସମୟ ପରେ କୋଠରୀରେ ଦେଖାଗଲା ଡାକ୍ତର। ସେ ରୀତାର ଖୁବ୍ ପାଖକୁ ଲାଗିଯାଇ ସେ ଅରଣ୍ୟ ଆଡ଼କୁ ଚାହିଁ ତା'ର ମାନସିକ ଅବସ୍ଥାକୁ ଲକ୍ଷ୍ୟ କରୁଥିଲେ। ଅତନୁ ଗୀତାର ଅନ୍ତିମ ପର୍ଯ୍ୟାୟରେ ହଠାତ୍ କହି ଉଠିଲେ, ବାସ୍ତବିକ ଏ ଫୁଲ ସଞ୍ଜରେ ଅରଣ୍ୟର ଦୃଶ୍ୟ ବେଶ୍ ସୁନ୍ଦର। ରୀତା, ଡାକ୍ତରବାବୁ, ଆପଣ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିବାକୁ ଭଲ ପାଆନ୍ତି? ଅତନୁ, ସୁନ୍ଦରର ପ୍ରଶଂସା କରିବାରେ ବାଧା କେଉଁଠି? ରୀତା, ସତରେ ଆପଣଙ୍କୁ ଭଲ ଲାଗେ? ଅତନୁ, ପ୍ରତ୍ୟେକ ମଣିଷର ପ୍ରାଣରେ ସୌନ୍ଦର୍ଯ୍ୟର ପ୍ରେମ ରହିଛି ରୀତା। ମୁଁ ଛୁରୀ କଇଁଚି ଚଳାଇଲି ବୋଲି କ'ଣ ମୋ ମନରୁ ସେ ସୌନ୍ଦର୍ଯ୍ୟ ପ୍ରେମ ମରିଯିବ? ଡାକ୍ତର, ଅତନୁ ତ ଗୋଟାଏ ରକ୍ତ ମାଂସଧାରୀ ମଣିଷ। ରୀତା, କିନ୍ତୁ? ଅତନୁ, କିନ୍ତୁ କ'ଣ? ଏଇ ଦେଖ ତ, ବସନ୍ତର ଆଗମନ ପୂର୍ବରୁ ଏ ବଣଭୂଇଁ ଯେମିତି ହସି ଉଠୁଛି। କାହିଁ କେତେ ଦୂରରୁ ଶାଳ ଫୁଲର ମନମତାଣିଆ ବାସ୍ନା ଭାସି ଆସୁଛି। ଓଟ କୁଜ ଭଳି ପାହାଡ଼ଟା ମେଞ୍ଚା ମେଞ୍ଚା କାଳିମା ବୋଳି ହୋଇ ସନ୍ଧ୍ୟାକୁ ଅଭିବାଦନ ଜଣାଉଛି। ଆଉ ଘଡ଼ିକ ପରେ ଚନ୍ଦ୍ର ଆସିବ ଅରଣ୍ୟର ମଥାନ ଉପରେ ସ୍ନିଗ୍ଧ ଆଲୋକର ଫୁଲ ବୁଣି ବୁଣି। ରୀତା, ଆଃ, ଚମତ୍କାର। ଅତନୁ, କ'ଣ? ରୀତା, ଡାକ୍ତରବାବୁ, ଆପଣ ଟିକିଏ ଅପେକ୍ଷା କରନ୍ତୁ ତ, ମୁଁ ଭାଓଲିନ୍ଟା ନେଇ ଆସେ। ଅତନୁ, କାହିଁକି? ରୀତା, ସତରେ ଡାକ୍ତରବାବୁ, ମୁଁ ନିଜେ କହିପାରିବିନି କାହିଁକି ମୁଁ ଏତେ ଆନନ୍ଦରେ ଭାଓଲିନ୍ ବଜାଇବାକୁ ଚାହୁଁଛି। ମୋର ମନ କହୁଛି ଆପଣ ଏଇଠି ଏମିତି ଠିଆ ହୋଇ କହି ଚାଲିଥାନ୍ତେ, ଆଉ ଆପଣଙ୍କର କଥାରେ ଛନ୍ଦେ ଛନ୍ଦେ ମୁଁ ଭାଓଲିନ୍ର ରାଗିଣୀ ତୋଳନ୍ତି। ଅତନୁ, କ'ଣ ମୋ କଥାରେ ଛନ୍ଦଟା ଭଲ ଲାଗିଲା, ନା ଏ ପରିବେଶଟା? ରୀତା, ସବୁକିଛି। ଅତନୁ, ସବୁକିଛି? ରୀତା, ହଁ, ମୋର ମନେ ହେଉଥିଲା ସତେ ଯେମିତି କିଏ ମୋର ହାତ ଧରି ଅନ୍ଧାରୁଆ ଗୁମ୍ଫା ଭିତରୁ ଆଲୋକର ଅରଣ୍ୟ ଆଡ଼କୁ ଟାଣି ନେଇ ଯାଉଛି। ଆଉ? ଅତନୁ, ଆଉ? ରୀତା, ଆଚ୍ଛା ଡାକ୍ତରବାବୁ, ଆପଣ ଗୀତ ଗାଆନ୍ତି? ଅତନୁ, ଗୀତ? ହଠାତ୍ କିଛି ଭାବିନି। ହଁ ହଁ, ମୁଁ ଗୀତ ଗାଏ, ହେଲେ? ରୀତା, ହେଲେ ପୁଣି କ'ଣ? ଅତନୁ, ମାନେ ମୁଁ କାହାରି ଆଗରେ ଗାଇବାକୁ ଭଲ ପାଏନା। ବାଥରୁମ୍ ସିଙ୍ଗର କହିପାରନ୍ତି, କାରଣ ମୋ ସ୍ୱରଟା। ହସ ଲାଜମିଶା ଭଙ୍ଗୀରେ ରୀତା ଅତନୁର ଟେବୁଲ ଉପରକୁ ଦୃଷ୍ଟି ନିକ୍ଷେପ କରିଛି। ହଠାତ୍ ସେ ଅତନୁର ଟେବୁଲ ଉପରେ ଆବିଷ୍କାର କରିଛି ଗୋଟାଏ କବିତା। କବିତାଟି ଦେଖି ସେ କହି ଉଠିଛି, ରୀତା, ଆରେ, ଆପଣ କବିତା ବି ଲେଖନ୍ତି? ଅତନୁ, ନା, ମୁଁ ଲେଖେ ନା, ପଢ଼େ। ପଢ଼ିବାକୁ ଭାରି ଭଲ ପାଏ। ରୀତା, କିନ୍ତୁ ଏ କବିତା? ଅତନୁ, ଏ କବିତାଟି ମୋର ବନ୍ଧୁ ଜୟନ୍ତର। ରୀତା, ଘୃଣାମିଶା ସ୍ୱରରେ, ଡାକ୍ତର? ଅତନୁ, ହଁ, ତୁମ ସ୍ୱାମୀଙ୍କର। ରୀତା, ଡାକ୍ତର? କାନରେ ହାତ ଦେଇ, ପ୍ଲିଜ୍ କୁହନ୍ତୁ, କବି ଧୁର୍ଜଟିଙ୍କର। ଅତନୁ, ହେଲେ ଧୁର୍ଜଟି ତ ନିଜେ ଜୟନ୍ତ। ରୀତା, ଜାଣେ। ଅତନୁ, ତଥାପି? ରୀତା, ତଥାପି ମୁଁ ନା ନା ଡାକ୍ତର, ସେ କିଛି ନୁହେଁ, ସେ କିଛି ନୁହେଁ। ପାଗଳି ଭଳି ପାଟି କରି ସେ ତା'ର କୋଠରୀ ଭିତରକୁ ପଳାଇଗଲା। ହତବାକ୍ ହୋଇ ଡାକ୍ତର ତାକୁ ଚାହିଁଥିଲେ, ଭାବୁଥିଲେ ଏହି ସତ୍ୟର ଚାବିକାଠି ବିଷୟରେ। ପ୍ରଫେସର ଭିତରୁ ପଢ଼ି ପଢ଼ି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ୍ୟଂ। ଅତନୁ ହଠାତ୍ ପାକ୍ଷାକର ଭଙ୍ଗୀରେ, ଶୋଚନା କର ନାହିଁ, ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିବି। ପ୍ରଫେସର ଲକ୍ଷ୍ୟ ନ କରି, ତମେ ପାରିବ? ଏ ମଣିଷ ସମାଜରୁ ତମେ ହିଂସା, ଦ୍ୱେଷ, ପରଶ୍ରୀ କାତରତା, ବିଶ୍ୱାସଘାତକତାକୁ ଦୂର କରିଦେଇପାରିବ? ଅତନୁ, ପାରିବି। ପ୍ରଫେସର ଦୃଢ଼ କଣ୍ଠରେ, ନା ନା। ଅତନୁ, ପ୍ରଫେସର ପରିଜା, ଆପଣ? ପ୍ରଫେସର, ମୁଁ ଜାଣେ
ତମେ ପାରିବନି। ତମେ ଦେହର ରୋଗକୁ ଭଲ କରିଦେଇପାର ଡାକ୍ତର, ହେଲେ ମନର ରୋଗକୁ ନୁହେଁ। ପ୍ରତ୍ୟେକ ମଣିଷ ଶରୀରର ଚର୍ମ ମାଂସ ତଳେ ଯେଉଁ ଅନାଦି ସଂକ୍ରାମକ ବ୍ୟାଧି ରହିଛି ତାକୁ କେହି ଭଲ କରି ପାରିନାହାନ୍ତି। ସିଷ୍ଟର ପ୍ରଫେସର ପରିଜା ଟିକେ ଛାଡ଼ି ଯାଉ ଯାଉ ଆପଣ ଉଠି ଆସିଲେ। ଚାଲନ୍ତୁ ନା ବେଡ଼୍କୁ। ପ୍ରଫେସର ଓହ ବେଡ଼୍ 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 ଖାଲି ବେଡ଼୍। କେତେଦିନ ଆଉ ସମୟର ଶଯ୍ୟା ପଛରେ ଚପଳ ଶିଶୁଟିଏ ହୋଇ ଶୋଇ ରହିବି? ନା, ମୋତେ ବିପ୍ଳବ କରିବାକୁ ହେବ। ବିଜ୍ଞାନୀ ପୁରାତନକୁ ଧରି ବସି ରହେନା, ସେ ଚାହେଁ ନୂତନର ଆବିଷ୍କାର। ସିଷ୍ଟର ଚାଲନ୍ତୁ ନା। ପ୍ରଫେସର ସିଷ୍ଟରକୁ ଲକ୍ଷ୍ୟ କରି ଚୁପ୍ କର ନିର୍ମମ ଧରିତ୍ରୀ, ତୋର ଉପଦେଶ ମାନିବାକୁ ଆଜି ଚନ୍ଦ୍ରଯାତ୍ରୀ ପ୍ରସ୍ତୁତ ନୁହଁ। ମାଟିମାର ଆହ୍ୱାନକୁ ଏଡ଼ି ସେ ଯିବାକୁ ଚାହେଁ ଜହ୍ନମାମୁଁ ରାଜ୍ୟକୁ। ଆଉ ହୁଏତ କେଇ ବର୍ଷ ପରେ। ଅତନୁ ଆପଣଙ୍କର ଗବେଷଣା ସଫଳ ହେବ। ପ୍ରଫେସର ହଁ, କିନ୍ତୁ ତମେ କେମିତି ଜାଣିଲ? ଅତନୁ ଆପଣଙ୍କର ସେହି ବନ୍ଧୁଙ୍କଠାରୁ ଯିଏ ଆପଣଙ୍କ ସହ ଗବେଷଣା କରୁଥିଲେ। ପ୍ରଫେସର ଯିଏ ମୋ ସାଙ୍ଗରେ ଗବେଷଣା କରୁଥିଲେ? ଯିଏ? ଅତନୁ ହଁ। ପ୍ରଫେସର କିନ୍ତୁ ତା କଥା ଉପରେ ତମେ ନିର୍ଭର କରିବନି ଡାକ୍ତର। ତା ହୃଦୟରେ ବିଷ ଅଛି। ବିଷ ଆଦିମ ବନ୍ୟତାର ସେ ଗୋଟାଏ ମୂର୍ତ୍ତି ପ୍ରତୀକ। ମୋର ସମସ୍ତ ଚିନ୍ତାକୁ ସେ ତାଙ୍କ ଆଖିରେ ଘୃଣାର ବାଦଲ ପିଟି ହୋଇ ଯାଉଥିଲା ଯେମିତି। ଅତନୁ କ'ଣ ହେଲା? ପ୍ରଫେସର ନା 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 ନା। ଅତନୁ ଆପଣ ବର୍ତ୍ତମାନ ରେଷ୍ଟରୁମ୍କୁ ଯାଆନ୍ତୁ ପ୍ରଫେସର, ଆପଣଙ୍କର ବିଶ୍ରାମ ଦରକାର। ପ୍ରଫେସର ହଁ, ତମେ ଠିକ୍ କହିଛ। ଆଇ ୱାଣ୍ଟ ରେଷ୍ଟ। ମୁଁ ବଡ଼ କ୍ଳାନ୍ତ, ମୋର ବିଶ୍ରାମ ଦରକାର। ସିଷ୍ଟର ଚାଲନ୍ତୁ। ପ୍ରଫେସରଙ୍କୁ ନେଇ ସିଷ୍ଟର ଭିତରକୁ ଚାଲି ଯାଉଥିଲେ। ପଛରୁ ଡାକିଲେ ଡାକ୍ତର। ଅତନୁ ପ୍ରଫେସରଙ୍କୁ ରେଷ୍ଟ ଦେଇ ଟିକେ ଶୁଣିଯିବ ସିଷ୍ଟର। ସିଷ୍ଟର ଆସୁଛି ସାର୍। ଅତନୁ କ'ଣ ଭାବି ପଦଚାରଣ କରୁଥିଲେ। ଏହି ସମୟ ଉପରେ ସିଡ଼ିରେ ଦେଖାଦେଲା ଗୋଟାଏ 8-10 ବର୍ଷର କିଶୋରୀ। ବେବି ଡକ୍ଟର ଅଙ୍କଲ। ଅତନୁ ଆରେ ବେବି ବେବି ଅଙ୍କଲ। ଅତନୁ କ'ଣ ହେଲା ବେବି? ବେବି ଡାଡ଼ି ପୁଣି ମଦ ପିଉଛି ଅଙ୍କଲ। ଅତନୁ ମଦ? ବେବି ହଁ ଅଙ୍କଲ, ତମେ ଆସ ନା। ଅତନୁ ଆଚ୍ଛା ଆଚ୍ଛା, ଚାଲ ଚାଲ। ଅତନୁ ବେବି ସହିତ ସିଡ଼ିରେ ଉଠିଗଲେ ଉପରକୁ। କିଛି ସମୟ ପାଇଁ କୋଠରୀଟି ନୀରବ ରହିଲା। ତାପରେ ଦେଖାଗଲା ବାହାରୁ ଜଣେ ବିଷଣ୍ଣ ଅଥଚ ବେଶ୍ ସୁସ୍ଥ ଶରୀରଧାରୀ ବ୍ୟକ୍ତି ପ୍ରବେଶ କଲେ କୋଠରୀ ଭିତରକୁ। ସେ ଜଣେ ବାକ୍ଶକ୍ତିହୀନ ମିଲିଟାରୀ ଅଫିସର। ଚାରିଆଡ଼କୁ ନିର୍ବିଶେଷରେ ନୟନରେ ସେ ଚାହିଁବା ବେଳେ 3 ନମ୍ବର କୋଠରୀ ପଟୁ ଭିତରୁ ଆସିଲା ହରି। ହରି ହରି ବୋଲ। ବୀର ହୋ ବାବୁ। ହରି ହରି ବୋଲ। ମଲା ମଣିଷ। ବୀର ଡାକ୍ତରବାବୁ କାହାନ୍ତି? ବୋଲି ବୀର ଠାରରେ ପଚାରିଲା। ଯେହେତୁ ବୀର ହେଉଛନ୍ତି ଜଣେ ବାକ୍ଶକ୍ତିହୀନ ମଣିଷ, ତେଣୁ ସେ ଏରେ କଥା କୁହନ୍ତି, ଯାହାର ଅର୍ଥ ଏଠାରେ ଡାକ୍ତରବାବୁ କାହାନ୍ତି। ହରି କିଏ ତୁମେ ମହାତ୍ମା? ବୀର ଆହେ ଡାକ୍ତରବାବୁ କାହାନ୍ତି? ହରି ସେଇଭଳି କହି ମନା କରିବା। ରାଗିଯାଏ। ବୀର ଯା କହ କୁଆଡ଼େ ଯାଇଛନ୍ତି ସେ? ହରି ହରି ବୋଲ। ଆଚ୍ଛା ମୁସ୍କିଲ ପଡ଼ିଲା ମଣିଷ। ଏଇଟା ଗୋଟାଏ ଚିଡ଼ିଆଖାନା ହୋଇଗଲା। କୁଆଡ଼େ ଯେ ଏଗୁଡ଼ା ଆଡ଼ୁଛନ୍ତି? ବୀର ସେମିତି ଗୁଡ଼ା କ'ଣ କହୁଛୁ? ମାରିବି ଯେ। ହରି ନାଇଁ ସେ କାମ କରନା। ଏ ଅଧମକୁ ରକ୍ଷା କର ପ୍ରଭୁ, ଏ ଅଧମକୁ ରକ୍ଷା କର। ସିଷ୍ଟର ଆରେ ଇଏ କ'ଣ? ହରି ଉଠି ସିଷ୍ଟରକୁ ଚାହେଁ। ନୂତନ ଦେବତାଙ୍କର ଆବିର୍ଭାବ ହେଇଛି ସାବିତ୍ରୀ। ଚିଡ଼ିଆଖାନାର ସଭ୍ୟ ସଂଖ୍ୟା ବଢ଼ିଛନ୍ତି। ବୀର ବିରକ୍ତି ଭାବ ହରି ପ୍ରତି। ସିଷ୍ଟର ଆପଣ ଡାକ୍ତରବାବୁଙ୍କ ପାଖକୁ ଆସିଛନ୍ତି? ବୀର ହଁ। ସିଷ୍ଟର ଆପଣ ଏଇଠି ବସନ୍ତୁ, ସେ ଉପରୁ ଆସୁଛନ୍ତି। ହରି ବୋଲ। ତାଙ୍କୁ କେବଳ ଆସନ ନୁହେଁ ସାବିତ୍ରୀ, ପ୍ରାରମ୍ଭିକ ପୂଜା ପଦ୍ଧତି ମଧ୍ୟ ଆରମ୍ଭ କରିଦିଅ। ମୁଁ ଏଠୁ ଚାଲିଲି। ସିଷ୍ଟର କୁଆଡ଼େ? ହରି ଚନ୍ଦ୍ରକୁ। ସିଷ୍ଟର ହରି ସେଇ ପିତୃପୁରୁଷଙ୍କ ପାଖକୁ ଔଷଧ ଧରି। ସିଷ୍ଟର ପ୍ରଫେସର ପରିସ୍ରା ପାଖକୁ ତ? ଘଣ୍ଟା ଦେଖି ହଁ, ସମୟ ବି ହେଇଗଲାଣି। ହରି ମୋର ବି ସମୟ ହେଇଗଲାଣି। ଏଠି ଆଉ ବେଶୀ ଦିନ ନୁହେଁ। ବୀର ଯା। ହରି ମାଇଲା। ଭୟରେ ସେ ପଶିଗଲା 3 ନମ୍ବର କୋଠରୀକୁ।
ସିଷ୍ଟର ଆପଣ କଥା କହିପାରନ୍ତିନି? ବୀର ମୁଣ୍ଡ ହଲାଇ କହିଲା ଅର୍ଥାତ୍ ନାହିଁ କହିଲା। ସିଷ୍ଟର କ'ଣ ପିଲାଦିନରୁ? ବୀର ଏ ନାହିଁ ନାହିଁ। ସିଷ୍ଟର ଅନ୍ତତଃ କେବେଠାରୁ? ବୀର ଆଙ୍ଗୁଠିରେ 4 ନିର୍ଦ୍ଦେଶ କରି କହିଲା ଏ। ସିଷ୍ଟର ଓ 4 ବର୍ଷ ତଳେ? ଅତନୁ ସିଡ଼ିରୁ 4 ବର୍ଷ ତଳେ କ'ଣ ହେଲା ସିଷ୍ଟର? ସିଷ୍ଟର ସାର୍ ବୀର ସାଲ୍ୟୁଟ୍ କରି ଓ ଅତନୁ ବସନ୍ତୁ। କେଉଁଠୁ ଆସିଛନ୍ତି ଆପଣ? ସିଷ୍ଟର ସାର୍ ସେ ବାକ୍ଶକ୍ତିହୀନ। ଅତନୁ ବାକ୍ଶକ୍ତିହୀନ? ତାହେଲେ କାଗଜ କଲମ ଧରାଏ। ଆଚ୍ଛା ଆପଣଙ୍କ ନାଁ? ବୀର ଲେଖିଦେଲା। ଅତନୁ ଏଠି ମୋ ଅଣ୍ଡରରେ ଚିକିତ୍ସିତ ହେବାକୁ ଚାହାନ୍ତି? ବୀର ମୁଣ୍ଡ ହଲାଇ ସମ୍ମତି ଦେଲା। ଅତନୁ କିନ୍ତୁ ଏଥିପାଇଁ? ବୀର ଏ ଚିନ୍ତା ନାହିଁ। ପକେଟରୁ ଚେକ୍ ବହି କାଢ଼ି ଦେଖାଇଲା। ଅତନୁ ଆଚ୍ଛା ହଉ। ବୀର ଉ ଆଜ୍ଞା ଯେତେ ପଡ଼ୁ ପଛେ ମୁଁ ଦେବି। ମୁଁ ଭଲ ହେବାକୁ ଚାହେଁ। ଅତନୁ 4 ବର୍ଷ ତଳେ ଆପଣ ମୂକ ହୋଇଯାଇଛନ୍ତି। ଆଚ୍ଛା କେମିତି ଏ ଘଟଣା ଘଟିଲା? ବୀର ଲେଖିଦେଲା ଏ। ଅତନୁ ଯୁଦ୍ଧରେ। ଆଚ୍ଛା ହଉ ଆପଣ ସିଷ୍ଟର ସାଙ୍ଗରେ ଉପରକୁ ଯାଆନ୍ତୁ। ଦେଖନ୍ତୁ ଆପଣଙ୍କୁ ଏଠିକାର ନିୟମ ପ୍ରତି ସବୁବେଳେ ସଜାଗ ହେବାକୁ ପଡ଼ିବ। ବୀର ଅର୍ଥାତ୍ ହେବି। ଅତନୁ ଯେ ପର୍ଯ୍ୟନ୍ତ ଆରୋଗ୍ୟ ନ ହୋଇଛନ୍ତି ପୂର୍ଣ୍ଣ ବିଶ୍ୱାସ ରଖି ଆପଣ ଏଠି ରହିବେ। ଆପଣ ପାଇଁ ଉପରକୁ ଯାଇ ରେଷ୍ଟ ନିଅନ୍ତୁ। ମୁଁ ଠିକ୍ ସମୟରେ ଆପଣଙ୍କ ଚିକିତ୍ସା ଆରମ୍ଭ କରିବି। ହେଲା? ବୀର ହଁ। ଅତନୁ ଠିକ୍ ଅଛି ସିଷ୍ଟର। ନା ତମେ ଏଠି ରୁହ। ହରି ଗଲି ସାର୍। ଏ ସମୟର ସିଡ଼ିରେ ତଳକୁ ଆସୁଥିଲା ବେବି। ଅତନୁ ତାକୁ ଦେଖିପାରି ପାଖକୁ ଡାକିଲେ। ଅତନୁ ବେବି ଡକ୍ଟର ଅଙ୍କଲ ଡାଡ଼ି ମୋର କେବେ ଭଲ ହେବ? ଅତନୁ ଖୁବ୍ ଶୀଘ୍ର ଭଲ ହୋଇଯିବେ। ତୁ କିଛି ଭାବନା। ହରି ସାର୍। ଅତନୁ ଏ ବାବୁଙ୍କୁ ନେଇଯାଅ 9 ନମ୍ବର କୋଠରୀକୁ। ହରି ସାର୍ ମୁଁ ନେବି ସାର୍? ଅତନୁ ହଁ। ବୀର ନା ସେଇଟା ଖରାପ ଲୋକ। ହରି ବୋଲ ଏଇ ରୋଗ ଆରମ୍ଭ ହେଇଗଲା ସାର୍। ଅତନୁ ହରି ସାର୍। ବୀର ପ୍ରତି ଆସନ୍ତୁ ଆଜ୍ଞା ମୋ ପଛେ ପଛେ ଆସନ୍ତୁ ଧୀରେ ଧୀରେ। ବୀର ହେକ୍ ଏମିତି ଚାଲ। ହରି ବୋଲ। ବୀର ଆଦେଶ ଦେଉଥିଲା ଚିତ୍କାର କରି ନଈ ପାଛୋଟି ନେବା ଠାଣିରେ ହରି ଯିବାକୁ ଚାହିଁଥିବାରୁ ବୀର ମିଲିଟାରୀ କାୟଦାରେ ତାକୁ ଯିବାକୁ ଆଦେଶ ଦେଲା। ନିଜେ ଲେଫ୍ଟ ରାଇଟ୍ ପାଦ ପକାଇ ହରିକୁ ସେମିତି ଯିବାକୁ ବାଧ୍ୟ କଲା। ସମସ୍ତେ ହସୁଥିଲେ। ହରି ଡାକ୍ତର ବାବୁଙ୍କ ଠାରୁ ଇଙ୍ଗିତରେ ଅନୁମତି ଚାହିଁବାରୁ ଡାକ୍ତର ବୀର କଥା ଅନୁସାରେ ଯିବାକୁ କହିଲେ। ସେମାନେ ଉପରକୁ ଚାଲିଲେ। ଅତନୁ ସିଷ୍ଟର ସାର୍। ଅତନୁ ରୀତାର ମନର ଅବସ୍ଥା ବିଶେଷ କିଛି ଲକ୍ଷ୍ୟ କରିଛ? ସିଷ୍ଟର ହଁ ସେ ଆଜି ବସି ରହି ବହି ପଢ଼ୁଛନ୍ତି। ଅତନୁ ସତେ? କି ବହି? ସିଷ୍ଟର ସେ କବିତା ବହି ମାଗୁଥିଲେ କିନ୍ତୁ ମୁଁ କହିଲି ଧୁର୍ଜଟିଙ୍କ କବିତା ବ୍ୟତୀତ ଏଠି ଅନ୍ୟ କିଛି ବହି ନାହିଁ। ତାପରେ ଖଣ୍ଡେ ଉପନ୍ୟାସ ଦେଇଛି। ଅତନୁ ଠିକ୍ କରିଛ। କବିତା ବହି ଦେବନି କାରଣ କବିତା ପଢ଼ିଲେ ତାଙ୍କର ଭାୟୋଲିନ୍ ବଜାଇବାକୁ ପ୍ରାଣ କାନ୍ଦିବ ଆଉ ସେ ଆତ୍ମହରା ହୋଇପଡ଼ିବାର ସମ୍ଭାବନା ରହିଛି। ତମେ ଆଜି ସନ୍ଧ୍ୟାରୁ ଭାୟୋଲିନ୍ ସ୍ୱର ଶୁଣିଛ ତ? ସିଷ୍ଟର ନା ସାର୍। ଅତନୁ ଆଚ୍ଛା ହଉ ତମେ ଯାଅ। ସିଷ୍ଟର ସାର୍ ପିନାକୀ ବାବୁଙ୍କର କାଲି ଅପରେସନ୍ ହେବ ତ? ଅତନୁ ନା ଆହୁରି କିଛି ଦିନ ବାଧ୍ୟ ହୋଇ ଅପେକ୍ଷା କରିବାକୁ ପଡ଼ିବ। ସିଷ୍ଟର କାହିଁକି ସାର୍? ଅତନୁ ମଦ୍ୟପାନ ଜନିତ ବିକାର ତାଙ୍କ ମାନସିକ ସ୍ଥିତିକୁ ଇତସ୍ତତଃ କରିଦେଇଛି। ବଞ୍ଚିବାର ଆସ୍ଥା ବର୍ତ୍ତମାନ ସେ ଜାଣି ଜାଣି ହରାଇଛନ୍ତି। ନିଜ ପ୍ରତି ତାଙ୍କର ଆଉ ବିଶ୍ୱାସ ନାହିଁ। ବେବି ଡାକ୍ତର ଅଙ୍କଲ ଡାଡ଼ିଙ୍କୁ ଦେବେ। ଅତନୁ ହଠାତ୍ ନିଜକୁ ଅପ୍ରସ୍ତୁତ ମନେକରି ଆରେ ତୁ କିଛି ଚିନ୍ତା କରନା ବେବି ତୋ ଡାଡ଼ିଙ୍କୁ ମୁଁ ନିଶ୍ଚୟ ଭଲ କରିଦେବି। ହେଲା? ବେବି ସତେ ଅଙ୍କଲ ତମେ ସତ କହୁଛ? ଅତନୁ ହଁ ସତ। ତ ଅଙ୍କଲ କ'ଣ ତତେ ମିଛ କହିବ? ବେବି ଥ୍ୟାଙ୍କ ୟୁ ଅଙ୍କଲ। ସିଷ୍ଟର କିନ୍ତୁ ସାର୍ ତାଙ୍କୁ ତ ବାସ୍ତବରେ ମଦ ଦିଆ ହୋଇନଥିଲା ସେ ହଠାତ୍ ଏମିତି। ଅତନୁ ସେ ଅବାସ୍ତବତା ହିଁ ତାଙ୍କ ବଳକୁ ଭାଙ୍ଗି ଦେଇଛି ସିଷ୍ଟର। ମୋର ବିଶ୍ୱାସ ତାଙ୍କର ନର୍ମାଲ ପୋଜିସନରେ ଦିନେ ଆମକୁ ଅପରେସନ୍ କରିବାକୁ ହେବ। ରୀତା ଡାକ୍ତର ମୋର ଏ କ'ଣ ହେଲା? ଅତନୁ କ'ଣ ହେଲା? ରୀତା ମୋର ଅମାବାସ୍ୟାର ଚନ୍ଦ୍ରକୁ ଖୁବ୍ ଭୟ। ଅତନୁ ମାନେ? ରୀତା ଭାରି ଭୟ। ଅତନୁ ଭୟ? ରୀତା ବାଜେ ନିହାତି ବାଜେ।
ଅତନୁ କ'ଣ? ରୀତା ସେ ଉପନ୍ୟାସଟିକୁ ପଢ଼ିଲା ପରେ ମୋର ହାତ ଦୁଇଟା କ୍ରମେ କ୍ରମେ ଅବଶ ହୋଇପଡ଼ୁଛନ୍ତି। ଭାଉଲିନ୍ ପାଖକୁ ମୋ ହାତ ଆଉ ଚଳୁନି। କାଉଲେଡ଼ି ନିଷ୍ଠୁର ହୋଇପାରେ? ଅତନୁ କିନ୍ତୁ ସେ ପାଗଳିନୀ ନାରୀ କ'ଣ ନିର୍ବୋଧ ନୁହେଁ ଯେ କାଉଲ ପରି ନାୟକର ହୃଦୟକୁ ଚିହ୍ନି ପାରିଲାନି? ରୀତା ଡାକ୍ତର ମୁଁ ଆଉ ସେ ଉପନ୍ୟାସ ପାଖକୁ ଯିବାକୁ ଚାହେଁନା। ମୁଁ ଚାହେଁ କବିତା, ଭାଉଲିନ୍ର ସ୍ୱର ସ୍ୱରେ ମୁଁ କବିର କଥାକୁ ଗାଇବାକୁ ଚାହେଁ। ବେବି ତମେ ଗୀତ ଗାଇ ଜାଣ ଦିଦି? ରୀତା ହଠାତ୍ ବେବି ଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିଲା। ତାପରେ ଆଖିରେ ଉଲ୍ଲାସର ସୂଚନା ଦେଇ ପ୍ରଶ୍ନ କଲା, ଦିଦି? ବେବି ହଁ ତମେ ତ ମୋର ଦିଦି ନା ଡାକ୍ତର ଅଙ୍କଲ? ଅତନୁ ହଁ ହଁ। ରୀତା ତୁ ଗୀତ ଗାଇ ଜାଣୁ? ବେବି ରୀତା ଉପସ୍ଥିତ ସ୍ଥାନ କଥା ଭୁଲି ଆନନ୍ଦରେ ନାଚି ଉଠି କହିଲା, ବେବି ମୋର ସୁନା ଭଉଣୀ, ଗୋଟାଏ ଗୀତ ଗାଇଲୁ? ବେବି ନା? ରୀତା ହଁ। ବେବି ଡକ୍ଟର ଅଙ୍କଲ? ଅତନୁ ଗା ଗୋଟାଏ ଗୀତ ଗା। ବେବି ଲାଜ ଲାଜ ଭାବ ପ୍ରକାଶ କରିପାରେ ନାଇଁ। ଅତନୁ ଆରେ ଲାଜ କରୁଛ କାହାକୁ? ଗା। ଆଚ୍ଛା ମୁଁ ମୁହଁକୁ ମୁହଁ ବୁଲେଇ ଦେଉଛି, ଏଥର ଗା। ବେବି ଗୀତ ଗାଇଲା। ଗୀତର ଛନ୍ଦେ ଛନ୍ଦେ ଶିଶୁ ସୁଲଭ ନୃତ୍ୟ ଫୁଟି ଉଠୁଥିଲା। ତାପରେ ଦେଖାଗଲା ଗୀତର ତାଳେ ତାଳେ ଉଚ୍ଛ୍ୱସିତ ଆନନ୍ଦରେ ତନ୍ମୟ ହୋଇପଡ଼ିଛି ରୀତା। ପ୍ରଫେସର ପରିଜା ଏକ ଭାବବିହ୍ୱଳ ଦୃଷ୍ଟିରେ ପଶି ଆସି ଦେଖୁଥିଲେ ଏବଂ ତନ୍ମୟତାର ଗୀତର ଭଙ୍ଗିମା ଫୁଟା ଦେଉଥିଲେ ହାତର ଆଙ୍ଗୁଠିରେ। ଗୀତର ଶେଷ ପାଦରେ ସିଡ଼ିରେ ଦେଖାଦେଲେ ପିନାକୀ ଏକ ଉଦାସ ବିହ୍ୱଳ ଭଙ୍ଗୀରେ। ରୀତା ଆଖିରେ ଲୁହ। ଆଃ ବେବି ଚମତ୍କାର। ପ୍ରଫେସର ୱାଣ୍ଡରଫୁଲ୍ ୱାଣ୍ଡରଫୁଲ୍ ବେବି। ଡାକ୍ତର ମୁଁ ତୁମକୁ ଧନ୍ୟବାଦ ଜଣାଉଛି। ଅତନୁ କାହିଁକି? ପ୍ରଫେସର ତୁମେ ମୋତେ ସଙ୍ଗୀତ ଶୁଣାଇ ଆପ୍ୟାୟିତ କରିଛ। ତମରି ଆଦର୍ଶରେ ଏ ପୃଥିବୀଟା ଏମିତିଆ ଗୋଟିଏ ବିରାଟ ଡାକ୍ତରଖାନା ହେଉ, ଆଉ ତାର ପ୍ରତି କୋଣ ଅନୁକୋଣ ଉଠୁ ସଙ୍ଗୀତର ଝଙ୍କାର। ତମେ ଜଣେ ଡାକ୍ତର ଜଳନ୍ତା ଧୂପକାଠି ଯେମିତି ସାରା କୋଠରୀରୁ ଦୁର୍ବାସନା ଦୂର କରିଦିଏ, ସଙ୍ଗୀତ ସେମିତି ଦୂର କରେ ମଣିଷ ମନରୁ ରାଗ, ହିଂସା, ବିଦ୍ୱେଷ। ଅତନୁ କିନ୍ତୁ ଡାକ୍ତର ଆଉ ବିଜ୍ଞାନୀଙ୍କ ପାଇଁ ସଙ୍ଗୀତର ଭୂମିକା ଯେ ଗୌଣ, ଏକଥା ଆପଣ ଅସ୍ୱୀକାର କରିବେନି ନିଶ୍ଚୟ। ପ୍ରଫେସର ସ୍ୱୀକାର ବି କରିବେନି। କାରଣ କ'ଣ ଜାଣ? ସଙ୍ଗୀତ ପାଗଳ କରେ ମରଣମୁଖୀ ରୋଗୀକୁ। କ୍ଷଣକ ପାଇଁ ଦୁଃଖ ଯନ୍ତ୍ରଣା ଭିତରେ ସେ ଶୁଣିବାକୁ ଚାହେଁ ସଙ୍ଗୀତ। ରୀତା ମୁଁ ଆପଣଙ୍କ ସହିତ ଏକମତ। ପ୍ରଫେସର କେବଳ ତମେ ନୁହଁ, ତମେ ହେବ, ସେ ହେବ, ଆଉ ତମେ ବି ହେବ। ଏ ଦୁନିଆର ଅଣୁ ପରମାଣୁ ବି ମୋ ସହିତ ଏକମତ ହେବେ। ମାଇ ଲିଟଲ୍ ବର୍ଡ ଆଇ କଂଗ୍ରାଚୁଲେଟ୍ ୟୁ। ତମେ ଈଶ୍ୱରଙ୍କ ଆନନ୍ଦମୟ ସନ୍ତାନ। ମୁଁ ତମକୁ ଅଭିନନ୍ଦନ ଜଣାଉଛି। ଚାଲିଗଲେ। ବେବି ଡକ୍ଟର ଅଙ୍କଲ କ'ଣ ହେଇଛି ତାଙ୍କର? ଅତନୁ କିଛି ହେଇନି ବେବି, ତୋ ଗୀତ ଶୁଣି ସେ ଖୁବ୍ ଖୁସି। ରୀତା ମୁଁ ବି ଖୁବ୍ ଖୁସି। ବେବି ସତେ ଦିଦି? ରୀତା ହଁ। ଆଚ୍ଛା ବେବି ତୁ ମୋ ସାଙ୍ଗରେ ଯିବୁ? ବେବି କୁଆଡ଼େ? ରୀତା ତୋ ଦିଦି ଘରକୁ ଆ। ଅତନୁ ଯା। ବେବି ଏଇ ଘରକୁ? ରୀତା ହଁ ଆ। ଦୁହେଁ ଚାଲିଗଲେ ଆନନ୍ଦ ମନରେ। ପିନାକୀ ଡାକ୍ତର ବାବୁ। ଅତନୁ କ'ଣ କହିବେ? ପିନାକୀ ଆପଣ ମୋ ଉପରେ ବିରକ୍ତ ହୋଇଛନ୍ତି? ଅତନୁ ନା ତ। ପିନାକୀ ଆପଣ ମନା କଲେ ବି ମୁଁ ଜାଣିପାରୁଛି ସବୁ। ହେଲେ ଡାକ୍ତର ମୁଁ ଆଉ ମୋ ନିଜ କଣ୍ଟ୍ରୋଲରେ ନାହିଁ। ସର୍ବଗ୍ରାସୀ ନିଶା ମୋତେ ଯେମିତି ଗୋଟାଏ ମାଟିର କଣ୍ଢେଇ କରିଦେଇଛି। ଅତନୁ ଇଏ ଗୋଟାଏ ଦୁର୍ବଳ ମନା ଲୋକର ସ୍ୱୀକାରୋକ୍ତି ହୋଇପାରେ ପିନାକୀ ବାବୁ, ଜଣେ ଲକ୍ଷପତି ବ୍ୟବସାୟୀର ନୁହେଁ। ପିନାକୀ ଲକ୍ଷପତି ଯଦି ପଥର ଭିକାରୀ ହୋଇଯାଏ, କୁହନ୍ତୁ ଡାକ୍ତର ତାର କ'ଣ ଆଉ ସେ ପୂର୍ବ ମନୋବଳ ରହିବ? ଅତନୁ ରଖିବାକୁ ହେବ, ନଚେତ୍ ସର୍ବନାଶ ହେବା ସୁନିଶ୍ଚିତ। ପିନାକୀ ବରଂ ତାହା ହିଁ ହେଉ ଡାକ୍ତର, ତାହା ହିଁ ହେଉ। ମୁଁ ଆଉ ବଞ୍ଚିବାକୁ ଚାହେଁ ନା, କାରଣ ମଦ ପିଇଲା ପରେ ବି ମୋତେ ନିଶା ଧରୁନି। ମୁଁ ଆଉ ଦୁନିଆକୁ ଭୁଲି ପାରୁନି। ଡାକ୍ତର କୁହନ୍ତୁ କ'ଣ କରି ଏଣିକି ମୁଁ ଦୁନିଆକୁ ଭୁଲି ପାରିବି? କ'ଣ କରି ଏଣିକି ମୁଁ ମୋର ନିଜକୁ ଭୁଲି ପାରିବି? ଅତନୁ ନିଜକୁ ନ ଭୁଲାଇ ଭବିଷ୍ୟତର କାର୍ଯ୍ୟ ପାଇଁ ମନରେ ବଞ୍ଚିବାର ବଳ ଆଣନ୍ତୁ ପିନାକୀ ବାବୁ। ଆଜି ଆପଣ ହାରିଯାଇଛନ୍ତି, କାଲି ହୁଏତ ଆପଣ ଶୁଦ୍ଧ ମୂଳ ଅସୁଲ କରି 2 ଗୁଣ ଲାଭବାନ ହୋଇପାରିବେ। ବ୍ୟବସାୟ ତ ଗୋଟାଏ ଜୁଆ ଖେଳ। ସେ ଜୁଆ ଖେଳରେ ଆପଣ ପୁଣି ଥରେ ଜିତିବାର ଚେଷ୍ଟା କରନ୍ତୁ। ପିନାକୀ କିନ୍ତୁ ଆଉ ଥରେ ଯଦି ମୁଁ ହାରିଯାଏ? ଅତନୁ ତଥାପି ଆପଣଙ୍କୁ ବଞ୍ଚିବାକୁ ହେବ କେବଳ ବେବି ସକାଶେ। ବେବି ଭଳି ଝିଅ କେତେ ଜଣଙ୍କର ଅଛି? ଉଜ୍ଜ୍ୱଳ ଭବିଷ୍ୟତର ସେ ଏକ ସବୁଜ ସମ୍ଭାବନା। ତା ପାଇଁ ଆପଣ କେବେ କ'ଣ କିଛି ଚିନ୍ତା କରିଛନ୍ତି?
ପିନାକୀ ବେବି ପାଇଁ। ଅତନୁ ମୁଁ କହିବି ଆଦୌ ଚିନ୍ତା କରିନାହାନ୍ତି। ସତ କି ମିଛ? ପିନାକୀ କେବେ ଚିନ୍ତା କରିନି ଡାକ୍ତର। ଚିନ୍ତା କରିବାର ଅବକାଶ ବି ପାଇନି। ପିଲାଟି ଦିନରୁ ସେ ତା'ର ମାଆକୁ ହରାଇ ମୋରି ସ୍ନେହରେ ବଞ୍ଚିଛି। ମୋତେ ଛାଡ଼ି କାହାରି ପାଖରେ ରହିବାକୁ ସେ ଭଲ ପାଏନା। ଅତନୁ ତେବେ ଆପଣ କୁହନ୍ତୁ, ଆଜି ଯଦି ଆପଣଙ୍କର କିଛି ଗୋଟେ ହେଇଯାଏ ତା'ର ଅବସ୍ଥା କ'ଣ ହେବ? ପିନାକୀ ଡାକ୍ତର ବାବୁ। ଅତନୁ କୁହନ୍ତୁ ଆପଣ। ପିନାକୀ ଡାକ୍ତର ବାବୁ। ଅତନୁ କୁହନ୍ତୁ। ପିନାକୀ ନା ନା, ମୋତେ ବଞ୍ଚିବାକୁ ହେବ। ଡାକ୍ତର ବାବୁ ବେବି ପାଇଁ ମୋତେ ବଞ୍ଚିବାକୁ ହେବ। ବେବି 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 ଯାଉଛି ଡାଡ଼ି। ବେବି ମୋତେ ଡାକିଲ? ପିନାକୀ ହଠାତ୍ ବେବିକୁ ତୋଳି ଧରି ବେବି ମା ମୋର, ମୁଁ ତତେ ଛାଡ଼ି କୁଆଡ଼େ ଯିବିନି ଲୋ, ମୁଁ ବଞ୍ଚିବି। ବେବି ଡାଡ଼ି। ପିନାକୀ ବେବିକୁ ଧରି ଉପରକୁ ଯାଉଛ? ହଁ ମା, ମୁଁ ବଞ୍ଚିବି କେବଳ ତୋରି ପାଇଁ। ଉପରକୁ ଚାଲିଗଲେ ସେମାନେ। ରୀତା ଏକ ଦୃଷ୍ଟିରେ ଚାହିଁଥିଲା ସେଇ ଆଡ଼କୁ। ରୀତା ଡାକ୍ତର ବାବୁ। ଅତନୁ କ'ଣ କହିବ? ରୀତା ବେବିକୁ ଆପଣ ଯିବାକୁ କହିଲେ? ଅତନୁ କିନ୍ତୁ ତାକୁ ତ ମୁଁ ଅଟକାଇ ପାରିନଥାନ୍ତି। ତମେ ନିଜେ ତ ଦେଖିଲ ଗୋଟେ ଅଦୃଶ୍ୟ ଆକର୍ଷଣ କେମିତି ତମଠାରୁ ଆଉ ମୋ ଠାରୁ ତାକୁ ଟାଣି ନେଇଗଲା। ବାସ୍ତବିକ ବେବିର କଣ୍ଠ ବେଶ୍ ସୁନ୍ଦର। ରୀତା ଡାକ୍ତର ବାବୁ, ମୁଁ ଗୀତ ଗାଇବାକୁ ଚାହେଁ। ଅତନୁ ତମେ? ରୀତା ହଁ, ଆପଣ ମୋ କଣ୍ଠରେ ଲଳିତ ଛନ୍ଦ ଫୁଟାଇ ପାରିବେ? ଦେଖନ୍ତୁ, ଆପଣ ହେଲେ ଡାକ୍ତର। ମୋତେ ଆରୋଗ୍ୟ କରିବା ପାଇଁ ଆପଣ ଅପ୍ରାଣ ଚେଷ୍ଟା କରୁଛନ୍ତି। ମୋର ବିଶ୍ୱାସ, ମୋର କଣ୍ଠରେ ସୁର ଭରିଦେଲେ ମୁଁ ଆପେ ଭଲ ହୋଇଯିବି। ଅତନୁ ହେଲେ କାହିଁକି ତମେ ଏମିତି ଗୀତ ଗାଇବାକୁ ବ୍ୟାକୁଳ? ରୀତା ଏ କାହିଁକିର ଉତ୍ତର ମୁଁ କାହାକୁ ଦେଇନି ଡାକ୍ତର, କି ଦେଇପାରିବିନି। ଅତନୁ ଉତ୍ତର ନଦେଲେ ଡାକ୍ତର ଟ୍ରିଟମେଣ୍ଟ କରିବ କେମିତି? ତମ କଣ୍ଠର ସ୍ୱର ଦେବାକୁ ଚେଷ୍ଟା କରିବ କେମିତି? ରୀତା କିନ୍ତୁ। ଅତନୁ ଆଉ କିନ୍ତୁ କ'ଣ? ରୀତା ବେଶ୍, ମୁଁ ଯଦି କହିଦିଏ ତେବେ ଆପଣ ମୋ କଣ୍ଠରେ ସ୍ୱର ଭରିଦେବେ? ଅତନୁ ଚେଷ୍ଟା କରିବି ନିଶ୍ଚୟ। ରୀତା ଆପଣ ଏମିତି ଚେଷ୍ଟା କରନ୍ତୁ ଡାକ୍ତର, ଯେମିତି ମୁଁ ଏ ଡାକ୍ତରଖାନା ହତାଟପି ଆଉ ବାହାରକୁ ନ ଯାଏ। ଅତନୁ କୁହ। ରୀତା ଶୁଣନ୍ତୁ, ପିଲାଦିନରୁ ସଙ୍ଗୀତ ପ୍ରତି ଥିଲା ମୋର ପ୍ରବଳ ଝୁଙ୍କ। ପତ୍ର ପତ୍ରିକା ଆଉ ବହି ପଢ଼ିବା ଥିଲା ତା'ର ସହଯୋଗୀ ଉପାଦାନ। ମୁଁ ଭାଓଲିନ୍ ବଜାଇବା ଆରମ୍ଭ କଲି କେବଳ ମୋ ସାନ ଭଉଣୀ କବିତା ସକାଶେ। ଅତନୁ କବିତା? ରୀତା ହଁ, ସେ ଗୀତ ଗାଏ, ମୋତେ କହେ ଭାଓଲିନ୍ ବଜାଇବାକୁ। କିନ୍ତୁ ଡାକ୍ତର ଦିନେ ସେ ଅଚାନକ ଭାବେ ମୋତେ ଠକି ଦେଇ ଚାଲିଗଲା। ଏ ଭାଓଲିନ୍ର ବେଦନାର ପ୍ରଲେପ ଦେଇ ମୁଁ କେତେ କାନ୍ଦିଲି, କେତେ ଖୋଜିଲି, ହେଲେ ସେ ଆଉ ଫେରିଲାନି। ଅତନୁ ତାପରେ? ରୀତା ତାପରେ ମୁଁ ତାକୁ ଭୁଲିବା ପାଇଁ ପଢ଼ିବାକୁ ଆରମ୍ଭ କଲି ଅସଂଖ୍ୟ ପତ୍ରପତ୍ରିକା, ଗଦା ଗଦା କବିତା ବହି ଘାଣ୍ଟିଲି, ଯାହାର ପୃଷ୍ଠା ଭିତରେ କବିତାର ସୁର ହଜି ଯାଇଥିଲା। ହେଲେ ଡାକ୍ତର ମୁଁ ତା ଭିତରୁ କବିତା ବଦଳରେ ଅନୁସନ୍ଧାନ କଲି ଆଉ ଜଣକୁ। ଅତନୁ କାହାକୁ ସନ୍ଧାନ କଲ? ରୀତା କବିତା ବଦଳରେ ମୁଁ ଯାହାକୁ ସନ୍ଧାନ କଲି, ଅଲକ୍ଷ୍ୟରେ ସେ ମୋର ମନ ପ୍ରାଣ ସବୁକିଛିକୁ ଜୟ କରିନେଲା। ଦିନେ ତାକୁ ପାଇବା ପାଇଁ ମୁଁ ପାଗଳିନୀ ହୋଇ ଉଠିଲି। ଶେଷରେ? ଅତନୁ ଶେଷରେ ତାକୁ ପାଇଲେ? ରୀତା ପାଇଲି, ହେଲେ ଡାକ୍ତର ତାକୁ ପାଇଲି ଆଉ ଗୋଟାଏ ରୂପରେ। ଅତନୁ କାହାକୁ ପାଇଲେ? ରୀତା କବି ଧୈର୍ଯ୍ୟଟିକୁ। ଅତନୁ ରୀତା ସ୍ୱରରେ ଯେପରି ଅସୁମାରୀ ପ୍ରଶ୍ନ। ରୀତା ହଁ ଡାକ୍ତର, ମୁଁ କବି ଧୈର୍ଯ୍ୟଟିଙ୍କୁ ଭଲ ପାଇ ବସିଲି ତାଙ୍କର ଅଲକ୍ଷ୍ୟରେ। ଦିନେ ବାପାଙ୍କ ଆଗରେ ନିଃସଙ୍କୋଚରେ ମଧ୍ୟ ସେ କଥା ପ୍ରକାଶ କରିଥିଲି, ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ। ଅତନୁ ଶେଷରେ ତୁମେ ତାହା ହେଲା? ରୀତା ଶେଷରେ ବିବାହ କଲି ଡାକ୍ତର, ହେଲେ କବି ଧୈର୍ଯ୍ୟଟିଙ୍କୁ ନୁହେଁ, ଜଣେ ଅର୍ଥଲିପ୍ସୁ ବ୍ୟବସାୟୀକୁ, ଯାହା ପାଖରେ କବିତ୍ୱର ଟିକିଏ ହେଲେ। ଅତନୁ ରୀତା ବନ୍ଦ କର ଏସବୁ। ରୀତା ମୁଁ ଜାଣେ ଆପଣ ସହିପାରିବେନି ମୋ କଥାକୁ, କାରଣ ମୋ ସ୍ୱାମୀ ଆପଣଙ୍କର ବନ୍ଧୁ। ଅତନୁ ନା ନା, ତଥାପି। ରୀତା ମୋର ଅନୁରୋଧ, ତାଙ୍କର ବନ୍ଧୁ ହିସାବରେ ଆପଣ ବିଚାର କରନ୍ତୁନି, ଜଣେ ନିରପେକ୍ଷ ବିଚାରକ ହିସାବରେ କୁହନ୍ତୁ। ଗୋଟିଏ ନାରୀ ହୃଦୟର ଦୁର୍ବାର କାମନା ଗୁଡ଼ାକ ଯଦି ଏମିତି କ୍ଷତବିକ୍ଷତ ହୁଏ, ତାହେଲେ ସେ କ'ଣ ବିପ୍ଳବ କରିବନି? ରକ୍ତାକ୍ତ ହୃଦୟ କ'ଣ ତା'ର ସ୍ୱାମୀଠାରୁ ଦୂରେଇ ଯିବନି? ଦଗ୍ଧୀଭୂତ ବେଦନାରେ ସେ କ'ଣ ହିଂସ୍ର ହେବନି? ଅତନୁ ରୀତା ଦୟାକରି ତମେ। ରୀତା
ମୁଁ ଜାଣେ ଡାକ୍ତର, ପ୍ରବହମାନ ଝରଣାର ଅଜସ୍ର ଅକୁହା କାହାଣୀ ଶୁଣିବାକୁ କାହାରି ଧୈର୍ଯ୍ୟ ନଥାଏ। ସମସ୍ତେ କିନ୍ତୁ ତା'ର ଉଜ୍ଜ୍ୱଳ ନୃତ୍ୟ ଦେଖି ଆନନ୍ଦ ଅନୁଭବ କରନ୍ତି। ହେଲେ ଥରେ କେହି ଭାବନ୍ତିନି, ଯଦି ସେ ଭୁଲ ବାଟରେ ଯାଇ ତା'ର ପିଆସୀ ପ୍ରିୟ ପାଖରେ ପହଞ୍ଚି ନପାରେ ତାହେଲେ? ଅତନୁ, ରୀତା, ବନ୍ଦ କରେ ସବୁ। ରୀତା, କିନ୍ତୁ ମୋ କଣ୍ଠକୁ ବନ୍ଦ କରି ଆପଣ ଯଶସ୍ୱୀ ହୋଇପାରିବେନି ଡାକ୍ତର। ମୋତେ ମୋ କବିତାକୁ ଫେରାଇ ଦିଅନ୍ତୁ। କାଙ୍ଗାଳୁଣୀ ଭଳି ମୁଁ ଭିକ୍ଷା ମାଗୁଛି। ଡାକ୍ତର, ମୋତେ ମୋର ଆଖି କଣ୍ଠରେ ଆର୍ଦ୍ରତାର ପ୍ରଲେପ। ଅତନୁ, ଫେରାଇ ଦେବି। ତମେ ଯାଅ, ବର୍ତ୍ତମାନ ରେଷ୍ଟ ନିଅ। ରୀତା, ଫେରାଇ ଦେବେ? ସତ କହୁଛନ୍ତି ଡାକ୍ତର? ଅତନୁ, କହିଲି ତମେ ଯାଅ, ଚାଲିଯାଅ। ରୀତା, ସେଇଦିନ ମୁଁ ଆପଣଙ୍କୁ ପ୍ରଶଂସା କରିବି ଡାକ୍ତର। ସେଇଦିନ ହସି ନାଚି ଏ କୋଠରୀକୁ ମୁଁ ଆନନ୍ଦ ମୁଖର କରିଦେବି। ଠିକ୍ ସେଇଦିନ। କହି କହି ଚାଲିଗଲା ଭିତରକୁ। ଡାକ୍ତର ସ୍ଥାଣୁ ନିର୍ବାକ ଭାବେ ଠିଆ ହୋଇ ରହିଥିଲେ। ମନରେ ଦ୍ୱନ୍ଦ୍ୱ, ଆନ୍ଦୋଳିତ ପ୍ରଶ୍ନ। ସତରେ ସେ କ'ଣ ପାରିବେ? ପୁଣି ଚିନ୍ତା, କ'ଣ ହୋଇଗଲା ରୀତାର? ମୁଣ୍ଡରେ ଗୁଡ଼ାଏ ବୁଢ଼ିଆଣୀ କେବଳ ସୂତ୍ରହୀନ ଚାଲ ବୁଣି ଦେଉଥିଲା। ସେ ବସି ପଡ଼ିଲେ ଜୟନ୍ତ ପ୍ରବେଶ କରି। ଅତନୁ! ଅତନୁ, ନା, ମୁଁ ଆଉ କାହାରି କଥା ଶୁଣିବାକୁ ଚାହେଁନା। ତମେ ସବୁ ଚାଲିଯାଅ। ଟେବୁଲ ଉପରେ ମୁହଁ ମାଡ଼ି ବସି ପଡ଼ିଲା। ଯାଅ, ଚାଲିଯାଅ। ଜୟନ୍ତ, ଅତନୁ, ମୁଁ। ଅତନୁ, ଓଃ, ତମେ ଚାଲିଯାଅ ଏଠୁ ସବୁ। ମୁଁ କାହାଠୁ କିଛି ଶୁଣିବିନି। ନା, ନା। ଜୟନ୍ତ, ତୋର କ'ଣ ହେଲା? ଅତନୁ ରାଗି ଉଠି, ଓଃ, ୟୁ ଫାଷ୍ଟ ଗେଟ୍ ଆଉଟ୍ ଆଇ ସେ। ଜୟନ୍ତ ଆଶ୍ଚର୍ଯ୍ୟ ମିଶା ନିମ୍ନ ସ୍ୱରରେ, ଅତନୁ। ଅତନୁ ନିଜର ଟେବୁଲ ଉପରେ ଅସହାୟ ଭାବେ ଝୁଙ୍କି ପଡ଼ିଲା। ପୁଣି ତା'ର ସାରା ଦେହରୁ ଗମ ଗମ ହୋଇ ଝାଳ ବୋହୁଥିଲା। ଗୋଟାଏ ବିଚ୍ଛେଦ ବ୍ୟର୍ଥାଭରା ପରିବେଶ ସାରା କୋଠରୀରେ ଖେଳି ଯାଇଥିଲା। ପୁଣି ନିଜକୁ ଅନ୍ଧାର ଭିତରେ ବସିଥିବା ମନେକରି ଅତନୁ ମହମବତୀ ଜଳାଇବାକୁ ଚେଷ୍ଟା କରି ଦେଖିଲା, ଆଗରେ ଖାଲି ଦିଆସିଲି। ରାଗରେ ସେଇଟାକୁ ସେ ଫିଙ୍ଗି ଦେଇ ପୁଣି ଯାଇ ଟେବୁଲ ଉପରେ ମୁହଁ ମାଡ଼ି ବସି ପଡ଼ିଲା। ନୀରବତା ନଇଁ ନଇଁ ଆସୁଥିଲା। ମଞ୍ଚ ଅନ୍ଧକାର ହୋଇଗଲା। ତେବେ ଏହିଠାରେ ଶେଷ ହେଲା ନାଟ୍ୟକାର ରତ୍ନାକର ଚୟନୀଙ୍କର ନାଟକ ରାଜହଂସର ତୃତୀୟ ଭାଗ। ଆଗାମୀ ଅଧ୍ୟାୟରେ ଏ ନାଟକଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।